जय हिंद माय डियर फ्रेंड्स ମୁଁ ଆଣ୍ଟି ଆପଣଙ୍କୁ ସ୍ୱାଗତ କରୁଛି ଆପଣଙ୍କ ପ୍ରିୟ ଚ୍ୟାନେଲ ନ୍ୟୁ ଷ୍ଟୋରୀ ନ୍ୟୁ ଜବକୁ ଫରେଷ୍ଟ ଗାର୍ଡ ଏକ୍ଜାମ କୁ ନେଇକି ଯେକୌଣସି ଭିଡ଼ିଓ ବି ମୁଁ ଅପଲୋଡ କଲେ କମେଣ୍ଟ ସେକ୍ସନରେ ଗୋଟେ ରହୁଛି କି ସାର୍ ଫରେଷ୍ଟ ଗାର୍ଡ ଏକ୍ଜାମ କେବେ ହେବ କହିକି। ତ ଦେଖନ୍ତୁ ଯେବେଠୁ ଏଇ ଯୋଉ କମେଣ୍ଟ ଆସିବା ଷ୍ଟାର୍ଟ ହେଇଛି କମେଣ୍ଟ ସେକ୍ସନରେ ମୁଁ OSSC କୁ ଆଜି ସଟରଡେ ଆଜି ମୁଁ କଲ୍ କରିଥିଲି। ସେଇଠି କୁହାହେଇଛି ଡାଇରେକ୍ଟ ମାନେ କହୁଛନ୍ତି ଏଇ ନମ୍ବରରେ କଲ୍ କଲା ପରେ ଦେଖିପାରୁଥିବେ ଏଇଟା ହେଲ୍ପଲାଇନ୍ ନମ୍ବର ଗୁଡାକ ଦିଆହେଇଛି। ଏଇଠି କଲ୍ କଲେ କିଛି ବି ତାଙ୍କର ରେସ୍ପଣ୍ଡ ଆସୁନି। ଆଉ କଲ୍ ଯଦି ରିସିଭ୍ କଲେ ସେ ଡାଇରେକ୍ଟ କହୁଛନ୍ତି କି ଅଫିସିଆଲ ସାଇଟକୁ ଭିଜିଟ୍ କରୁଥାଅ ମାନେ ଯାହା ବି ଇନଫର୍ମେସନ ପାଇଯିବ। ସାର୍ ଟିକେ ଡିଟେଲ୍ସରେ କୁହନ୍ତୁ ଫେବୃଆରୀ ମନ୍ଥ ଯୋଉ ଲେଖା ହେଇଛି ଏଇଠି ଆପଣ ଦେଖିପାରୁଥିବେ ଏକ୍ଜାମ କ୍ୟାଲେଣ୍ଡରରେ ଫେବୃଆରୀ ମନ୍ଥ ଲେଖା ହେଇଛି। ସାର୍ ସେ ଫେବୃଆରୀ ମନ୍ଥରେ ହେବାର ଚାନ୍ସେସ୍ ଅଛି କି ନାହିଁ ସେମିତି ପଚାରିଲେ ବି ସେମାନେ କିଛି ରିପ୍ଲାଏ ମାନେ କରୁନାହାନ୍ତି। ଡାଇରେକ୍ଟ କହୁଛନ୍ତି କି ଅଫିସିଆଲ ସାଇଟକୁ ଭିଜିଟ୍ କରୁଥାଅ ଜାଣିଯିବ। ତାପରେ କ'ଣ ହେଇଛି କି ଯେକୌଣସି ବି ଏକ୍ଜାମ ହେବା ପୂର୍ବରୁ ମନେ ରଖିଥାନ୍ତୁ ଡିଷ୍ଟ୍ରିକ୍ଟର ସବୁ କଲେକ୍ଟରଙ୍କ ପାଖକୁ ଗୋଟିଏ ଚିଠି ଯାଏ। ତାପରେ କ'ଣ ହୁଏ କି ଗୋଟେ କନଫରେନ୍ସରେ ସେମାନେ ଗୋଟେ ଡିସାଇଡ୍ କରନ୍ତି କି କୋଉ ଡେଟ୍ରେ ଏକ୍ଜାମଟାକୁ କଣ୍ଡକ୍ଟ କଲେ ସବୁ ଡିଷ୍ଟ୍ରିକ୍ଟରେ ଗୋଟେ ଦିନରେ ହେଇପାରିବ ଏକ୍ଜାମଟା ବହୁତ ଭଲ ଭାବରେ। ତ ସେଇଟା ଗୋଟେ ଭିଡ଼ିଓ କନଫରେନ୍ସ ଜରିଆରେ ସେଇଟା ମିଟିଂଟେ କରାଯାଏ। ତାପରେ ଏକ୍ଜାମ ଡେଟ୍ଟା ଫିକ୍ସ କରାଯାଏ। ତ ଆମ ଯେଉଁ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ମୋର ଅଛନ୍ତି ଜଣେ ଭାଇ, ତାଙ୍କୁ ମୁଁ ପଚାରିଲି କି ଡିଷ୍ଟ୍ରିକ୍ଟ ଯେଉଁ ଆପଣଙ୍କର ଫରେଷ୍ଟ ଗାର୍ଡକୁ ନେଇକି କିଛି ଏକ୍ଜାମ ଯେଉଁ କଣ୍ଡକ୍ଟ କେବେ ହେବ ତାକୁ ନେଇକି କିଛି ଲେଟର ଆସିଛି କି ତାପରେ ତାକୁ ନେଇକି କିଛି ମିଟିଂଟା ହେଇସାରିଲାଣି କି ସେମିତି ପଚାରିଲି। ସେ ତାଙ୍କ ଡିପାର୍ଟମେଣ୍ଟରେ ପଚାରିକି କହିଲେ ସେମିତି କିଛି ଏଯାଏ ଫରେଷ୍ଟ ଗାର୍ଡକୁ ନେଇକି କରାହେଇନି। ତ ଏକ୍ଜାମ ଡେଟ୍ ଏବେ ତାହେଲେ ହେବ କେବେ ଆଉ ଏକ୍ଜାମ ଫେବୃଆରୀରେ ହେବ ନା ନାହିଁ ତାକୁ ନେଇକି ବହୁତ ବଡ଼ କୋଶ୍ଚିନ୍ ରହୁଛି। ତ ଦିଟାରୁ ମୁଁ ଟ୍ରାଏ କଲି, ଦିଟାରେ ହେଇପାରିଲାନି। କିନ୍ତୁ ମୋ ଓପିନିଅନରେ ଦେଖନ୍ତୁ ଏକ୍ଜାମ ଡେଟ୍ ଗୋଟିଏ ଦେଖାଯାଉଛି ଯୋଉଟାକି ଆପଣଙ୍କର ଫେବୃଆରୀ 11 ଆପଣଙ୍କର ସଣ୍ଡେ ରହୁଛି। ଆଉ ଫେବୃଆରୀ 16ରୁ ଜାଣିଥିବେ ଆପଣଙ୍କର +2 ଏକ୍ଜାମଟା ଷ୍ଟାର୍ଟ ହେଇଯାଉଛି। ତ ଏଇ ଗୋଟିଏ ଏମିତି ସଣ୍ଡେ ଅଛି ଯୋଉଠିକି ଏକ୍ଜାମ କଣ୍ଡକ୍ଟ କରାଇ ହେବ। ଆଉ 11ରେ ଅନ୍ୟ କୌଣସି ଏକ୍ଜାମ ବି ନାହିଁ ମୁଁ ଯାହା ଦେଖି ସାରିଛି। ତ ଏଇ ଡେଟ୍ ଗୋଟେ ଭଲ ଭାବରେ ଦେଖାଯାଉଛି। ଆଉ ଆପଣ ତ ଜାଣିଛନ୍ତି ଆଜି ହେଉଛି ସଟରଡେ, ସଣ୍ଡେ, ମଣ୍ଡେ କି ଟ୍ୟୁଜଡେ ଭିତରେ ଯଦି କିଛି ଆସିଯାଉଛି ଏକ୍ଜାମକୁ ନେଇକି ତାହେଲେ ହିଁ 11 ଆପଣଙ୍କର ଫେବୃଆରୀରେ ହେଇପାରିବ ଏକ୍ଜାମଟା। ଯଦି ମଣ୍ଡେ କିମ୍ବା ଟ୍ୟୁଜଡେ ଭିତରେ ମାନେ ନେକ୍ସଟ ସପ୍ତାହ ଭିତରେ ଯଦି ଆପଣଙ୍କର କିଛି ବି ଯଦି ଅଫିସିଆଲ ସାଇଟରେ ଇନଫର୍ମେସନ ନ ଆସିବ ତାହେଲେ ଏଇ ଯୋଉ ଫେବୃଆରୀ 11ରେ ବି ଏକ୍ଜାମ ହବନି, ଆହୁରି ପୋଷ୍ଟପୋନ୍ ହେବ ଆଗକୁ। ପରେ ପରେ ଆପଣ ଜାଣିଛନ୍ତି ପୁରା ଫେବୃଆରୀ 16ରୁ ଆପଣଙ୍କର କଣ୍ଟିନ୍ୟୁଅସଲି +2 ଏକ୍ଜାମ ଷ୍ଟାର୍ଟ ହେଇଯିବ। ତାପରେ ମାର୍ଚ୍ଚ 10 ନା 20 ଭିତରେ ସେଇଟା ସରିବ। ତାପରେ ମାର୍ଚ୍ଚ 10ରୁ ଆପଣଙ୍କର 10th ଏକ୍ଜାମ ଷ୍ଟାର୍ଟ ହେଇଯିବ। ତ ପିଲା ଏବେ କୋଶ୍ଚିନ୍ ରହୁଛି ସେମାନଙ୍କର କି ସାର୍ ଯୋଉ ଏକ୍ଜାମ ଟାଇମରେ 10th +2ର ଏକ୍ଜାମ ଚାଲିଥିବା ସମୟରେ କ'ଣ ଫରେଷ୍ଟ ଗାର୍ଡ ଏକ୍ଜାମ ହବ କି କହିକି। ହଁ ଦେଖନ୍ତୁ ହେଇପାରିବ, ସେଇଟା ସେ OSSC ଉପରେ ଡିପେଣ୍ଡ କରୁଛି। ସେମାନେ ଯଦି ଚାହିଁଲେ କରେଇ ପାରିବେ। ସଣ୍ଡେରେ ଏକ୍ଜାମ ହୁଏ, OSSCର ଯାହା ବି ଏକ୍ଜାମ ହୁଏ ସଣ୍ଡେରେ ଏକ୍ଜାମ ହୁଏ। ଆଉ ସଣ୍ଡେରେ ତ 10th କିମ୍ବା +2 ଛୁଆମାନଙ୍କର ତ କିଛି ଏକ୍ଜାମ ଥିବନି ନା। ତ ଏକ୍ଜାମ ହେଇପାରିବ, କିନ୍ତୁ ତାଙ୍କ ଉପରେ ଡିପେଣ୍ଡ କରୁଛି ସେମାନେ ଏକ୍ଜାମ କରାଇବାକୁ ଚାହୁଁଛନ୍ତି ନା ନାହିଁ। ନେକ୍ସଟ ୱିକରେ ଯଦି ଆପଣଙ୍କର ଆସିଯାଉଛି ଏକ୍ଜାମ ଡେଟ୍ ପାଇଁ ତାହେଲେ ମନେ ରଖିଥାନ୍ତୁ 11 ଫେବୃଆରୀ ଗୋଟିଏ ବହୁତ ଭଲ ଡେଟ୍ ଅଛି, ସଣ୍ଡେ ପଡୁଛି। ଆଉ ଆଗକୁ ଏକ୍ଜାମ ଅଛି, ଯଦି ତାକୁ ନେଇକି ଯଦି ଭାବୁଛନ୍ତି ତାହେଲେ 11 ଫେବୃଆରୀରେ କରାଇଦେବେ। ଆଉ ସେମିତି କିଛି ନାହିଁ 10th ଏକ୍ଜାମ ଥାଉ ନା +2 ଏକ୍ଜାମ ଥାଉ କିଛି ପ୍ରୋବ୍ଲେମ ନାହିଁ, ଆମେ ତ ସଣ୍ଡେରେ ଏକ୍ଜାମ କରିବୁ। ତାହେଲେ ଫେବୃଆରୀ ଲାଷ୍ଟ ଆଉ ମାର୍ଚ୍ଚ ମାସର ଫାର୍ଷ୍ଟ ସୁଦ୍ଧା ହେଇଯିବାର ଚାନ୍ସେସଟା ବହୁତ ଦେଖାଯାଉଛି। ଏକ୍ଜାମ କେବେ ହେବ ତାକୁ ନେଇକି ଟେନସନ୍ ନିଅନ୍ତୁନି। ରିଟେନ୍ ପାଇଁ ପ୍ରିପାରେସନ୍ କରିଚାଲନ୍ତୁ ଆଉ ମ୍ୟାକ୍ସିମମ୍ ଟାଇମ୍ ରିଭିଜନ୍ କରନ୍ତୁ। ଏକ୍ଜାମ ଯେବେ ବି ହେବ ଗୋଟିଏ ଭ୍ୟାକେନ୍ସି ଆପଣଙ୍କର ହିଁ ରହିବ। ଯଦି ସିଲାବସଟାକୁ ଠିକ୍ ଭାବରେ ସାରି ଦେଇକି ରିଭିଜନ୍ ଯଦି ଆପଣ ଯେତେ ମ୍ୟାକ୍ସିମମ୍ କରିପାରିବେ, ଥରେ 2 ଥର 3 ଥର 4 ଥର ଯେତେ ବି ରିଭିଜନ୍ କରିପାରିବେ ସେତିକି ବେଷ୍ଟ ହେବ। ଆଉ ବହୁତ ଭଲ ମାର୍କ ରଖିକି ଆପଣଙ୍କର ଏଇ ଯେଉଁ ଫରେଷ୍ଟ ଗାର୍ଡ ଜବ୍ ପାଇଁ ଯେଉଁ ଚାହୁଁଛନ୍ତି ଏଇ ଏକ୍ଜାମଟାକୁ ଇଜିଲି କ୍ରାକ୍ କରିପାରିବେ। ଆଉ ଏଇ ଯେଉଁ
ଜବଟାକୁ ଗୋଟିଏ ଆପଣଙ୍କର ହାତ ମୁଠାରେ ରଖିପାରିବେ। ଏଇଟା ମୋ ଓପିନିଅନରେ ମୁଁ ଆପଣମାନଙ୍କୁ ଜଣେଇ ଦେଇଛି। ତ ଏକ୍ଜାମ ତ ହବ ହିଁ, ତାକୁ ନେଇକି ଏତେ ୱରିଡ୍ ହୁଅନ୍ତୁନି। ଆଉ କିଛି ବି ଯଦି ଏକ୍ଜାମ ରିଲେଟେଡ୍ ଇନଫର୍ମେସନ୍ ଆସିବ, ମୁଁ ମୋର ସେ ଭାଇକୁ ବି କହିଦେଇଛି। ତାପରେ OSSC କୁ ବି କଣ୍ଟିନ୍ୟୁଅସଲି କଲ୍ କରୁଥିବି। ଦେଖାଯାଉ କୌଣସି ସାଇଟ୍ରୁ ବି ଯଦି ଏକ୍ଜାମ ଡେଟ୍କୁ ନେଇକି କିଛି ଇନଫର୍ମେସନ୍ ଆସେ ତାହେଲେ ମୁଁ ଆପଣମାନଙ୍କୁ ଜଣେଇଦେବି ମାନେ ଭିଡ଼ିଓ ମାଧ୍ୟମରେ। ତ ଭିଡ଼ିଓରେ ଏତିକି ଇମ୍ପୋର୍ଟାଣ୍ଟ ଇନଫର୍ମେସନ୍ ଥିଲା ଯୋଉଟାକି ମୁଁ ଆପଣମାନଙ୍କୁ ଜଣେଇଦେଲି। ଭିଡ଼ିଓ ଯଦି ଇନଫର୍ମେଟିଭ ହେଲ୍ପଫୁଲ୍ ଲାଗିଥିବ ତାହେଲେ ଭିଡ଼ିଓ ଗୋଟେ ଲାଇକ୍ କରିକି ସାଙ୍ଗସାଥିମାନଙ୍କୁ ଟିକେ ସେୟାର କରିଦେବେ। ଥ୍ୟାଙ୍କ ୟୁ। ସି ୟୁ ନେକ୍ସଟ ଭିଡ଼ିଓ।